ମୁଁ 40 ବର୍ଷ ଭୁବନେଶ୍ୱର ରହିଲା ଭିତରେ ମୁଁ ଏମିତି ଦେଖିନଥିଲି ହାଣିବା। ମୁଁ ସେପଟେ ବି ହାତ ଠାରୁ ହେ ହେ କାହିଁ ଆଣୁଛ ସେ ହାଣିଲେ ପଳେଇଗଲେ। ମାନେ 7ଟା ବାଜି ନଥିଲା ବୋଧେ 7ଟା 15-20 ଖଣ୍ଡେ ହେବ ଟାଇମ୍। ଆଚ୍ଛା ସେ କେତେ ଜଣ ଆସିଥିଲେ? 2 ଜଣ ହାଣିଲେ ଚାଲିଗଲେ ଆଉ ପଲ୍ସର 220ରେ 2 ଜଣ ଗଲେ। ମାନେ 4 ଜଣ ସେମାନେ ଆସିଥିଲେ, 2ଟା ଗାଡ଼ିରେ 4 ଜଣ ଆସିଥିଲେ। 4 ଜଣ। ଆଚ୍ଛା ଏଇ ଯୋଉ ବାବୁ ଜଣଙ୍କୁ ହତ୍ୟା କରାଗଲା ଆଙ୍କର କୋଉ ଗାଡ଼ିରେ ସେ ଯାଉ? ଇଏ ଆକ୍ଟିଭା ଯୋଉ ପଡ଼ିଥିଲା ସେଠି ସେଇ ଆକ୍ଟିଭା ଗାଡ଼ି ମୋ ଫଟୋ ବି ଅଛି। ଆପଣ ଜାଣିଛନ୍ତି କି ଯୋଉ ଲୋକଙ୍କୁ ଯିଏ ଯାହାକୁ ହତ୍ୟା କରାଯାଇଛି? ହତ୍ୟା ଯାହା କରାଯାଇଛି ସେ ଶୁଣୁଛି ଯେ ବିଏମ୍ସିରେ ସେ କାଳେ ଠିକା କାମ କରୁଥିଲେ। ହଁ ଗାଡ଼ି ମୋଟର କେମିତି କ'ଣ? ଗାଡ଼ି ମଟର ସେତେବେଳେ ନଥିଲା ଏତେ ନା। କେତେ ସମୟ ଥିଲା ତାଙ୍କ ହାତରେ ସବୁ କ'ଣ ଥିଲା? ନାଇଁ ଖଣ୍ଡା ତ ଗୋଟା ଧରିକି ସେ ବ୍ୟାଗରେ ଗୋଟା ଅଖାରେ ପୁରେଇକି ନେଇକିରି ଚାଲେ ଡିସ୍କଭର ଗାଡ଼ି। ଖଣ୍ଡାରେ ହାଣିଲେ ସେ ଖଣ୍ଡାଟାକୁ ନେଇକି ପଳେଇଲା। ପଳେଇଗଲେ ବ୍ୟାଗ୍ ଭିତରେ। ହଁ ପଛରେ ଯିଏ ବସିଥିଲା ସେଇ ହାଣିଲା। କିଛି ମାସ୍କ ମୁଖା ପିନ୍ଧିଥିଲେ? ମୁଖା ପିନ୍ଧିଥିଲେ। 4 ଜଣ ଯାକ ମୁଖା। ଯିଏ ଚଲାଉଥିଲା ସେ ହେଲମେଟ୍ ପିନ୍ଧିଛି, ପଛରେ ଯିଏ ବସିଥିଲା ସେ ମୁଖା ପିନ୍ଧିଛି। 2ଟା ବାଇକ୍ରେ 4 ଜଣ ଆସିଥିଲେ। ବାଇକ୍ରେ ହଁ ଆଗେ 220 ବାଲା ପଳେଇଗଲେ, ପଛରେ ଡିସ୍କଭର ବାଲା ସେ ବଞ୍ଚିଯିବ କାଳେ ପୁଣି ହାଣିକିରି ଗଲେ। ଥରେ ହାଣିଲା ପରେ ପୁଣି ଆଉ ଥରେ ପୁରା ମଲା ପରେ ସେ ଗଲେ। ହଁ ପୁରା ପ୍ରତ୍ୟକ୍ଷ ଦର୍ଶକ ପୁରା ଦେଖିଛି ସେପଟେ। ଆଉ ଭୟଭୀତ ଲାଗୁନି ଏମିତି ହତ୍ୟାକାଣ୍ଡ? ଗୋଟା ମୁଁ 40 ବର୍ଷ ଭିତରେ ମାନେ ଏମିତି ହାଣିବା ବି ମୁଁ ଦେଖିନଥିଲି। ଆଜି ଯାକେ ଏମିତି ହାଣିବା ମୁଁ ଦେଖିନଥିଲି। ପୁରା ସାଂଘାତିକ ଭୟଭୀତ, ମାନେ ବିଷାକ୍ତ ହେଇଗଲାଣି ଭୁବନେଶ୍ୱରଟା। ହଁ ଆଗରୁ ମଧ୍ୟ ଅନେକ ଥର ଏମିତି ବି କେବେ ମୁଁ ଦେଖିନଥିଲି ମାନେ ମଣିଷକୁ ମଣିଷ ହାଣୁଛି। ଆଚ୍ଛା ଆପଣ ସ୍ଥାନୀୟ ବାସିନ୍ଦା ବୋଧେ? ହଁ ସ୍ଥାନୀୟ ବାସିନ୍ଦା ଏଇ ଭିତରେ ରାଜଧାନୀରେ ରହୁଛନ୍ତି, କେତେ ସୁରକ୍ଷିତ ଲାଗୁଛି ଆପଣଙ୍କୁ? ନାହିଁ ସୁରକ୍ଷିତ ଆଉ ଭୁବନେଶ୍ୱର ନାହିଁ, ପୁରା ବିଶ୍ୱ ହେଇଗଲାଣି ଭୁବନେଶ୍ୱରଟା। ନିହାତି ଭାବରେ ଯେଉଁ ପ୍ରତିକ୍ରିୟା ଆମେ ନେଉଥିଲୁ ଏ ସବୁଠୁ ଗୋଟେ ବଡ଼ ସାଂଘାତିକ କଥା ଏବଂ ଲଜ୍ଜାଜନକ କଥା। କାରଣ ଭୁବନେଶ୍ୱର ରାଜଧାନୀରେ ଦିନ ଦ୍ୱିପହରରେ ଯେତେବେଳେ ଏମିତି ହତ୍ୟା କରାଯାଉଛି ଏବଂ ଲୋକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରିକି 2 ଜଣ ଯୁବକ 4 ଜଣ ଯୁବକ 2ଟି ଗାଡ଼ିରେ ଆସିଲେ, ସମସ୍ତେ ମାସ୍କ ପିନ୍ଧିଛନ୍ତି ଯାହା ପ୍ରତ୍ୟକ୍ଷଦର୍ଶୀ କହିବା କଥା। ସେମାନେ ଆସିଲେ ତାଙ୍କୁ ଏଇଠି ଅଟକେଇକି ଏବଂ ଖଣ୍ଡାରେ ଚୋଟ ଉପରେ ଚୋଟ ତାଙ୍କୁ ମାରିକି ଗଲେ, କାଳେ ବଞ୍ଚିଯିବ କି ପୁଣି ଥରେ ଆସିକି ତାଙ୍କୁ ପୁଣି ହତ୍ୟା କରିକି ଯାଇଛନ୍ତି।